ପାରାଦୀପରେ ପହଞ୍ଚିଲା ରୁଷର ତୈଳ ଜାହାଜ। ମଧ୍ୟ ପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ବିଭୀଷିକାରେ ଭାରତରେ ତୈଳ ସଙ୍କଟ ଦୂର କରିବାକୁ ଭାରତକୁ ସହାୟତାର ହାତ ବଢ଼ାଇଛି ରୁଷ। ବିପଦର ବନ୍ଧୁ ରୁଷ, ଯାହା କାର୍ଯ୍ୟରେ ଦେଖାଇଛି ଭାରତର ମିତ୍ର ଦେଶ ରୁଷ। ଯୁଦ୍ଧ ବେଳେ ଭାରତକୁ ରୁଷ ଭରସା ହୋଇଛି। ପଶ୍ଚିମ ଏସିଆରେ ଯୁଦ୍ଧର ଘନାଘୋଟ ମଧ୍ୟରେ ମଧ୍ୟପ୍ରାଚ୍ୟର ଅଞ୍ଚଳରୁ ସାରା ବିଶ୍ୱକୁ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ବିଶେଷକରି ହରମୁଜ ପ୍ରଣାଳୀ ବନ୍ଦ ଯୋଗୁଁ ତୈଳ ଟ୍ୟାଙ୍କରଗୁଡ଼ିକ ଯାତାୟାତ କରିବାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତରେ ମଧ୍ୟ ତୈଳ ସଙ୍କଟ ସୃଷ୍ଟି ହେବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ତେବେ ରୁଷରୁ ଆସିବାକୁ ଥିବା ତୈଳ ଭାରତରେ ତୈଳ ଚାହିଦା କ୍ଷେତ୍ରରେ ସଙ୍କଟକୁ ଦୂର କରିପାରିବ ବୋଲି କୁହାଯାଇଛି। ଆମେରିକା, ଇସ୍ରାଏଲ, ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ମଧ୍ୟପ୍ରାଚ୍ୟ ବଦଳରେ ରୁଷରୁ ଭାରତକୁ ତୈଳ ଆମଦାନୀ ବୃଦ୍ଧି ପାଇବ, ଯାହାଦ୍ୱାରା ଭାରତ ଏହାର ଆବଶ୍ୟକତାର 90% ତୈଳ ଆମଦାନୀ କରିଥାଏ। ଇତିମଧ୍ୟରେ ଭାରତ ରୁଷରୁ ତୈଳ ଆମଦାନୀ ଅପେକ୍ଷାକୃତ ଭାବେ ହ୍ରାସ କରି ମଧ୍ୟପ୍ରାଚ୍ୟରୁ ଆମଦାନୀ ବଢ଼ାଇଥିଲା। କିନ୍ତୁ ଯୁଦ୍ଧ ପରିପ୍ରେକ୍ଷୀରେ ଦେଶରେ ଯେଭଳି ଶକ୍ତି ସଙ୍କଟ ଦେଖା ନଯାଏ, ସେଥିପାଇଁ ଏବେ ଭାରତ ଏହାର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ସହିତ ରୁଷ ତୈଳ ଉପରେ ଭାରତ ପୁନର୍ବାର ଭରସା କରିଛି। ଇତିମଧ୍ୟରେ ରୁଷରୁ 2ଟି ତୈଳବାହୀ ଜାହାଜ ଭାରତ ଅଭିମୁଖେ ଆସିଥିବା ସ୍ପଷ୍ଟ ହୋଇଥିବା ବେଳେ ଗୋଟିଏ ଜାହାଜ ପାରାଦୀପ ବନ୍ଦରରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ସୁଏଜ ମ୍ୟାକ୍ସ ଟ୍ୟାଙ୍କର ନାମକ ଏହି ଜାହାଜରେ 7,30,000 ବ୍ୟାରେଲ ତୈଳ ରହିଛି। ସିଙ୍ଗାପୁର ଅଭିମୁଖେ ଯାଉଥିବା ଏହି ଜାହାଜର ଦିଗ ପରିବର୍ତ୍ତନ କରାଯାଇ ପାରାଦୀପ ଆସିଥିବା ସୂଚନା ମିଳିଛି। ସେହିପରି ଅନ୍ୟ ଏକ ଟ୍ୟାଙ୍କର ମାଧ୍ୟମରେ ଭାରତକୁ 7 ଲକ୍ଷ ବ୍ୟାରେଲ ତେଲ ଆସିଥିବାର ସୂଚନା ମିଳିଛି, ଯାହା ଯୁଦ୍ଧ ସମୟରେ ତୈଳ ସଙ୍କଟକୁ ଦୂର କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ସୂଚନା ମିଳିଛି। ଜଗତସିଂହପୁରରୁ ସନ୍ତୋଷ ମଲ୍ଲଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।